भाई माने मु कोन ପାଇଁ ଏମିତି ଚେୟାର ଧରି ବୁଲୁଛି ଏମିତି କୋଣ ହେଲା ଯୋଉଥିପାଇଁ କି ମୁଁ ଜାଗା ଥାଉ ଥାଉ ବି ଚେୟାର ଧରି ବସି ଜଣେ ଶାନ୍ତ ସରଳ ଦେଖାଉଥିବା ମଣିଷଟି କୋଣ ପାଇଁ ଏମିତି ଡେଉଁଛି ଏତେ ସବୁ କଣ୍ଢେଇ ଫୁଲ ଛୁଞ୍ଚି ଏଠାରେ କୋଣ କରୁଛି ତ ୱେଲକମ ସାଙ୍ଗ ମାନେ କହିଦେଲେ କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ଭାସି ଯାଉଛି ତ ଭାଇ ମାନେ 2 ଦିନ ପୂର୍ବରୁ ସବୁ କିଛି ଠିକ ଥିଲା କାଲି ରାତିରେ ଶୋଇକି ଆଜି ସକାଳେ ଉଠିଲା ବେଳେ ମୋ ପଶ୍ଚାତ ଭାଗ ପିଚାରେ ପିନ୍ଧିଥିବା ଲୁଙ୍ଗିଟି ଫାଡି ଯାଇଛି ତ ଭାଇ ମାନେ ଏମିତି କୋଣ ପାଇଁ ହେଲା ଏହା ଦେଖିବାକୁ ଚେଷ୍ଟା କରିବାରୁ ମୁଁ ଜାଣିଲି ଯେ ଏହା କୌଣସି ଅଲୌକିକ ଶକ୍ତି ନୁହଁ ଏହା ପିଚାର ଶକ୍ତି ତ ଭାଇ ମାନେ ଗୋଟେ ଛୋଟ ବଥ ବଡ ହୋଇ ଆଜି ଲୁଙ୍ଗି ଫଟାଇ ଦେଲା ଏସବୁ ଘଟଣା ଦେଖି ମୁଁ ଠିକ ଜାଣି ଯାଇଥିଲି ଯେ ଗାଁ ପ୍ରତି ବିପଦ ଅଛି କାହିଁକି ନା ବଥଟି ଯୋଉଠି ରହି ବଡ ହୋଇଛି ତାହାରି ନିଜ କର୍ମସ୍ଥଳୀକୁ ସେ କାହିଁକି କଷ୍ଟ ଦେଲା ତ ଭାଇ ମାନେ ଏସବୁ କଥା ମୁଁ ସିପୁନକୁ ଜଣାଇଲି ସିପୁନ କହିଲା ଏଭଳିଆ କାଣ୍ଡ ହେଇଛି ତୁ ନଖନାକୁ ପଚାରିବା ପୂର୍ବରୁ ଥରେ ବୁଲା ଭାଇକୁ ଦେଖା କର କାହିଁକି ନା ଏଇ 2 ମାସ ଭିତରେ ବୁଲା ଭାଇ ସବୁ ସାଧନାର ସିଦ୍ଧି ପାଇସାରିଛି ଭାଇ ମାନେ ଆପଣ ମାନେ ଜାଣିଥିବେ ପିଲାଟି ଦିନରୁ ବୁଲା ଭାଇର ଟିକେ ଭାଉଜ ବଶୀକରଣ ଝିଅ ବଶୀକରଣ ଉପରେ ଆଗ୍ରହ ଥିଲା କିନ୍ତୁ ଘରର ପରିସ୍ଥିତି ପାଇଁ ସେ ଏସବୁ ପାଠକୁ ଅଧାରୁ ଛାଡି ଦେଇଥିଲା ବଶୀକରଣ କଲେଜରେ ପଢିବା ପାଇଁ ମଧ୍ୟ ତାଙ୍କ ଘରେ ପଇସା ନଥିଲା ଭାଇ ମାନେ ଆପଣ ମାନେ ଭାବୁଥିବେ ତ ଏବେ କେମିତି ସେ ବଶୀକରଣ ଶିଖିଲା ଭାଇ ମାନେ ଆମ ଗାଁ ପାଖରେ ଥିବା ମୂଷା ସାରଙ୍କ ପାଖରୁ ସେ ବଶୀକରଣ ଶିଖିଛି ଯିଏ କି ସକାଳେ ବଶୀକରଣ ଏବଂ ସନ୍ଧ୍ୟାରେ ମହୁଲି ବେପାର କରେ ଜମାରୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ନଖନାଙ୍କ ଗୁରୁ ବି ଏଇ ମୂଷା ସାର ତ ମୁଁ କାଳ ବିଳମ୍ବ ନ କରି ପହଞ୍ଚି ଗଲି ବୁଲା ଭାଇ ପାଖରେ ସେଠାରେ ପହଞ୍ଚି ମୁଁ ମୋ ଦୁଃଖକୁ ବୁଲା ଭାଇକୁ ଜଣେଇ କିନ୍ତୁ ଅଜାଗା ଘା ତ ଦେଖେଇ ହବନି ନା ସେଇଥିପାଇଁ ମନ୍ତ୍ର ବଳରେ ବୁଲା ଭାଇ ମୋ ଅଜାଗା ଘା ଦେଖିବାକୁ ଚେଷ୍ଟା କଲା ସେଥିରେ ବିଫଳ ହେବାରୁ ସେ ଉଠି ପଡି ସେ ଜାଗାକୁ ଦେଖି ମନ୍ତ୍ର ବଳରେ ଭଲ କରିବା ପାଇଁ ଚେଷ୍ଟା କରୁଥିଲା ସେଠାରୁ ଆସିଥିବା ସୁଗନ୍ଧିତ ବାୟୁ ବୁଲା ଭାଇର ମନକୁ ପୁରା କିଣି ନେଲା ବୁଲା ଭାଇକୁ ମୁଁ ମୋ କଷ୍ଟ ବିଷୟରେ ଜଣେଇଲି ମୁଁ କହିଲି ବାବା କେତେ ଦିନ ଭିତରେ ଭଲ ହବ ଟିକେ କୁହନ୍ତୁ ବୁଲା ଭାଇ କହିଲା ଏହାର ପ୍ରତିକାର ଅଛି 2ଟି ପଞ୍ଚମୁଖୀ କଉଡି ଗୋଟିଏ ଅତା ପତ୍ର ଏବଂ ତା ସହିତ ପିନ୍ଧୁଥିବା ପେଣ୍ଟର ଗୋଟେ ଚିରା ସୂତା ଆଣିକି ଦେଲା ପରେ ଏଇ ବଥକୁ ବଶୀକରଣ କରାଯିବ ଏବଂ ବୁଲା ଭାଇ କଥା ଦେଲା ଯେ ଏଇ ବଥଟି ସମ୍ପୂର୍ଣ୍ଣ ଭଲ ହେଇଯିବ ଭାଇ ମାନେ 5 ଦିନ ବିତିଗଲା କିନ୍ତୁ ବଥଟି ଭଲ ହବାର କିଛି ନାଁ ଗନ୍ଧ ଧରୁନଥିଲା ସେଇଥିପାଇଁ ମୁଁ ନଖରଣାକୁ ଯାଇ ଦେଖା କଲି ନଖରଣ ତାଙ୍କ ଦିବ୍ୟ ଶକ୍ତିରୁ ଜାଣିନେଲେ ଯେ ମୁଁ ପ୍ରଥମେ ବୁଲା ଭାଇକୁ ଦେଖା କରି ସେ ପ୍ରଥମେ ମତେ ସେ ମନ୍ଦିରରୁ ବହିଷ୍କାର କରିବା ପାଇଁ କହିଲେ କିନ୍ତୁ ନଖରଣାକୁ ପଛ ଭାଗ ଦେଖେଇ ବଥର ଅବସ୍ଥା କହିବାରୁ ତାଙ୍କ ହୃଦୟ ତରଳି ଥିଲା ଏବଂ ସେ ଏହାର ପ୍ରତିକାର କହିଥିଲେ ନଖରଣା କହିଲେ ଯେ ଯଦି ପଶ୍ଚାତ ଭାଗରେ ବଥଟି ବାହାରିକି ଠିଆ ହେଇଛି ତାହେଲେ ସେ ବଥକୁ ତୁ ଜମାରୁ ବସିବା ପାଇଁ ଦେନି ଯଦି ଜଣେ ଆମକୁ ଛାଡିକି ଯିବା ପାଇଁ ଚାହୁଁଛି ସେ ଠିଆ ହେଇ ସାରିଲାଣି ତାହେଲେ ତାକୁ ଆମେ ଅଟକେଇ କିଛି ଲାଭ ନାହିଁ ତାକୁ ପଳେଇ ଯିବା ପାଇଁ ଦେ ଏଭଳିଆ ଚିତା କଟା କଥା ଶୁଣି ମୁଁ ଭଲ ଭାବରେ ଜାଣିଗଲି କି ଏଥିରେ ନଖନନା କିମ୍ବା ବୁଲା ଭାଇର କିଛି ଦୋଷ ନାହିଁ ମହୁଲି ବେପାର କରୁଥିବା ମୂଷା ସାରଙ୍କର ସବୁ ଦୋଷ କାହିଁକି ନା ଭଙ୍ଗା ସାରକୁ ଭଙ୍ଗା ଶିଷ୍ୟ ତ ଶେଷରେ ମୁଁ ବୁଝିଗଲି ଭାଗ୍ୟ ତ ମୋର ଫଟା କି ଜଡିଓ ଫେବିକଲ ଅଠା ଚେୟାରକୁ କରିଲି ମୋ ବନ୍ଧୁ ଏବଂ ଚାଲିଲି ମୋ ଗନ୍ତବ୍ୟ ସ୍ଥଳୀ ତ ଭାଇ ମାନେ ଦେଖା ହେବା ନେକ୍ସଟ ବ୍ଲଗ ରେ ରହିଲି ଜୟ ଜଗନ୍ନାଥ।